ଯେତେବେଳେ ଆମେ ଅସୁର ଶବ୍ଦଟା ଶୁଣୁ ଆମ ମୁଣ୍ଡକୁ କ'ଣ ଆସେ? ସାଧାରଣତଃ ହିଂସା, ରାଗ, ଈର୍ଷ୍ୟା ଆଉ ଦେବତାମାନଙ୍କର ଶତ୍ରୁ ଏମିତି କିଛି ଚିତ୍ର, ନୁହେଁ କି? କିନ୍ତୁ ଯଦି କୁହାଯାଏ ଏ କାହାଣୀର ଆଉ ଗୋଟେ ପାର୍ଶ୍ୱ ଅଛି, ଆଜି ଆମେ ସେଇ ଭିନ୍ନ କାହାଣୀକୁ ହିଁ ବୁଝିବାକୁ ଚେଷ୍ଟା କରିବା। ହଁ, ଚାଲନ୍ତୁ ଏଇ ଯୋଉ ଧାରଣା ଆମ ମନରେ ଅଛି ତାକୁ ଟିକେ ଚ୍ୟାଲେଞ୍ଜ କରିବା। ଭାବନ୍ତୁ ତ, ଯଦି ଅସୁରମାନେ କେବଳ ରାକ୍ଷସ ନୁହନ୍ତି ବରଂ ନିର୍ବାସିତ ଜୀବ, ତାହେଲେ ତ କାହାଣୀଟା ପୂରାପୂରି ବଦଳିଯିବ। ସେମାନଙ୍କ ପଛରେ ଏକ ବହୁତ ଗଭୀର ଆଉ ଜଟିଳ କଥା ଲୁଚି ରହିଛି। ବୌଦ୍ଧ ବ୍ରହ୍ମାଣ୍ଡ ବିଜ୍ଞାନ ଅନୁସାରେ ପୌରାଣିକ ମେରୁ ପର୍ବତ ତଳେ ଗୋଟିଏ ବିରାଟ ସାମ୍ରାଜ୍ୟ ଅଛି। ଏଇଟା ହେଉଛି ଅସୁରମାନଙ୍କର ଘର, ଯାହାକୁ ଅସୁର ଭବନ କୁହାଯାଏ। କିନ୍ତୁ କଥା ହେଉଛି, ସେମାନେ ସବୁବେଳେ ସେଠି ନଥିଲେ। ଶୁଣିଲେ ବୋଧେ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ସତ କଥା ହେଉଛି ଅସୁରମାନେ ପ୍ରକୃତରେ ଏହି ପାତାଳ ଲୋକରେ ନଥିଲେ। ଗୋଟିଏ ସମୟ ଥିଲା ଯେତେବେଳେ ସେମାନେ ଦେବତାମାନଙ୍କ ସହିତ ସ୍ୱର୍ଗରେ ରହୁଥିଲେ, ତ୍ରୟାଶ୍ରୀଂଶ ସ୍ୱର୍ଗରେ। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ପତନ ହେଲା କେମିତି? କ'ଣ ଏମିତି ହେଲା ଯେ ସ୍ୱର୍ଗରୁ ସିଧା ପାତାଳ? ଏହା ପଛରେ ଥିଲା ଗୋଟିଏ ମାତ୍ର ଦୁର୍ବଳତା, ଗୋଟିଏ ଭୁଲ ଆଉ ଗୋଟିଏ ନିଶା। ହଁ, ସେହି ନିଶା ଥିଲା ମଦିରାପାନ। ଅତ୍ୟଧିକ ନିଶାଗ୍ରସ୍ତ ହୋଇ ସେମାନେ ନିଜର ଜ୍ଞାନ ହରାଇ ବସିଲେ ଆଉ ଶାନ୍ତି ଭଙ୍ଗ କଲେ। ଆଉ ଏଇଥିପାଇଁ ଦେବରାଜ ଇନ୍ଦ୍ର ସେମାନଙ୍କୁ ସ୍ୱର୍ଗରୁ ବାହାର କରିଦେଲେ। ଏଇଠି ଗୋଟେ କଥା ସ୍ପଷ୍ଟ ହେଉଛି, ସେମାନେ ଜନ୍ମରୁ ଖଳନାୟକ ନଥିଲେ, ବରଂ ପରିସ୍ଥିତି ଯୋଗୁଁ ପତିତ ହୋଇଥିଲେ। ଏବେ ଆସନ୍ତୁ ସେଇ 4 ମହାନ ଅସୁର ରାଜାଙ୍କ କଥା ଜାଣିବା। ଏମାନଙ୍କ କାହାଣୀ ଶୁଣିଲେ ସେଇ ଖଳନାୟକର ଧାରଣା ଆହୁରି ଜଟିଳ ମନେ ହେବ। ଚାଲନ୍ତୁ ପ୍ରଥମ 2 ଜଣଙ୍କଠୁ ଆରମ୍ଭ କରିବା। ପ୍ରଥମ ରାଜା ହେଉଛନ୍ତି ବେପଚିତ୍ତି, ଜଣେ ଭୟଙ୍କର ଯୋଦ୍ଧା। କିନ୍ତୁ ମଜା କଥା କ'ଣ ଜାଣନ୍ତି? ତାଙ୍କର ସବୁଠାରୁ ବଡ଼ ଶତ୍ରୁ ଥିଲେ ଇନ୍ଦ୍ର, ଆଉ ସେଇ ଇନ୍ଦ୍ର ଥିଲେ ତାଙ୍କ ଜ୍ୱାଇଁ। କାରଣ ବେପଚିତ୍ତିଙ୍କ ଝିଅ ସୁଜାତା ଇନ୍ଦ୍ରଙ୍କୁ ହିଁ ବିବାହ କରିଥିଲେ। ଭାବନ୍ତୁ ତ କେତେ ଜଟିଳ ସମ୍ପର୍କ। ଏତିକିରେ କଥା ସରିନି। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଥରେ ଇନ୍ଦ୍ରଙ୍କ ସହ ଗୋଟେ ଦାର୍ଶନିକ ବିତର୍କରେ ବେପଚିତ୍ତି ଯାହା କହିଥିଲେ, ସ୍ୱୟଂ ବୁଦ୍ଧ ସେଇ କଥାକୁ ଉଦାହରଣ ଦେଇ ନିଜ ଭିକ୍ଷୁମାନଙ୍କୁ ଧୈର୍ଯ୍ୟ ବିଷୟରେ ଶିଖାଇଥିଲେ। ଜଣେ ଅସୁରର କଥା ବୁଦ୍ଧଙ୍କ ଶିକ୍ଷାର ଅଂଶ ହୋଇଗଲା। ଆଚ୍ଛା, ଏ ତ ଗଲେ ଯୋଦ୍ଧା ରାଜା। ଏବେ ଆସନ୍ତୁ ଦ୍ୱିତୀୟ ରାଜାଙ୍କୁ ଭେଟିବା। ତାଙ୍କ ନାଁ ସମ୍ବର, ଯିଏ ଥିଲେ ମାୟାର ସମ୍ରାଟ। ସମ୍ବରଙ୍କ ଶକ୍ତି ତାଙ୍କ ଖଣ୍ଡାରେ ନଥିଲା, ଥିଲା ତାଙ୍କ ମାୟାରେ। ସେ ଏମିତି ଭ୍ରମ ସୃଷ୍ଟି କରିପାରୁଥିଲେ ଯେ କେହି ବି ଡରିଯିବ। କିନ୍ତୁ ଥରେ କ'ଣ ହେଲା, ସେ ଧ୍ୟାନରେ ବସିଥିବା କିଛି ଋଷିଙ୍କୁ ଡରାଇବାକୁ ଚେଷ୍ଟା କଲେ, ହେଲେ ତାଙ୍କର କୌଣସି ଯାଦୁ କାମ ଦେଲାନି। ଏଥିରୁ କ'ଣ ଜଣାପଡ଼ୁଛି? ଧର୍ମ ଆଉ ଆଭ୍ୟନ୍ତରୀଣ ସତ୍ୟର ଶକ୍ତି ଆଗରେ ବାହାରର ମାୟା କିଛି ବି ନୁହେଁ। ଏବେ ଯେଉଁ 2 ରାଜାଙ୍କ କଥା ଆମେ ଜାଣିବା, ସେମାନେ ଅସୁରମାନଙ୍କ ବିଷୟରେ ଆମର ସବୁ ଧାରଣାକୁ ଭାଙ୍ଗିଦେବେ। ଏମାନେ ହେଉଛନ୍ତି ସବୁଠାରୁ ଚରମ ଉଦାହରଣ। ଚାଲନ୍ତୁ ଶୁଣିବା। ହଁ, ଏ ନାଁ ସହିତ ଆମେ ବେଶ୍ ପରିଚିତ। ସେ ଏମିତି ଜଣେ ଅସୁର ରାଜା ଥିଲେ ଯାହାଙ୍କୁ ଯୁଦ୍ଧ ନୁହେଁ, ଜ୍ଞାନର ଖୋଜ ଥିଲା। ସେ ବୁଦ୍ଧଙ୍କ ପାଖକୁ ଯାଇଥିଲେ, କିନ୍ତୁ ଶତ୍ରୁ ଭାବରେ ନୁହେଁ, ଜଣେ ସମର୍ପିତ ଶିଷ୍ୟ ଭାବରେ। ଆଉ ସେ ବୁଦ୍ଧଙ୍କ ଧର୍ମକୁ ଏତେ ସୁନ୍ଦର ଭାବରେ ବୁଝାଇଥିଲେ ଯେ ଆଶ୍ଚର୍ଯ୍ୟ ଲାଗିବ। ସେ ସମୁଦ୍ରର 8ଟି ଗୁଣ ସହିତ ଧର୍ମର ତୁଳନା କରି କହିଥିଲେ, ଧର୍ମ କେମିତି ଧୀରେ ଧୀରେ ଗଭୀର ହୁଏ, ଏହାର ସ୍ୱାଦ କେମିତି ମୁକ୍ତି, ଆଉ ଏହା କେମିତି ସବୁ ଅପବିତ୍ରକୁ ବାହାର କରିଦିଏ। ଏଥିରୁ ଏହା ହିଁ ପ୍ରମାଣିତ ହୁଏ ଯେ ଜ୍ଞାନ ପାଇଁ କୌଣସି ଜାତି କି କୂଳ ନଥାଏ। ଆଚ୍ଛା, ଏ ତ ଗଲେ ଜ୍ଞାନୀ ରାଜା। କିନ୍ତୁ ଶେଷ ରାଜା ଜଣକ ପୂରାପୂରି ଅଲଗା। ସେ ହେଉଛନ୍ତି ରାହୁ। କୌଣସି ସାଧାରଣ ରାଜା ନୁହେଁ, ବରଂ ପ୍ରକୃତିର ଏକ ବିଶାଳ ଶକ୍ତି। ରାହୁଙ୍କ ଶକ୍ତି କେତେ ଥିଲା, ତାର କଳ୍ପନା କରିବା ବି କଷ୍ଟ। ପୌରାଣିକ କଥା ଅନୁସାରେ ସେ ଏତେ ଶକ୍ତିଶାଳୀ ଥିଲେ ଯେ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କୁ ଗିଳି ଦେଉଥିଲେ, ଆଉ ସେଇଥିପାଇଁ ଗ୍ରହଣ ହେଉଥିଲା। ଭାବିଲେ ଦେହ ଶୀତେଇ ଯାଉଛି, ନୁହେଁ କି? ଗୋଟିଏ ସତ୍ତା ଯିଏ ସାରା ବ୍ରହ୍ମାଣ୍ଡର ଆଲୋକକୁ ହିଁ ଢାଙ୍କି ଦେଇପାରେ। କିନ୍ତୁ ଏତେ ବଡ଼ ଶକ୍ତିର ଗୋଟେ ଦୁର୍ବଳତା ଥିଲା। କ'ଣ ଜାଣନ୍ତି? ବୁଦ୍ଧ। ଯେତେବେଳେ ବି ରାହୁ ଏମିତି କରୁଥିଲେ, ବୁଦ୍ଧ କେବଳ 3ଟି କରୁଣାଭରା ଶ୍ଲୋକ କହୁଥିଲେ। ଆଉ ସେଇ ଶ୍ଲୋକ ଶୁଣି ରାହୁ ଭୟରେ ଥରି ଉଠୁଥିଲେ ଆଉ ସୂର୍ଯ୍ୟ ଚନ୍ଦ୍ରଙ୍କୁ ତୁରନ୍ତ ଛାଡ଼ି ଦେଉଥିଲେ। ଦେଖନ୍ତୁ କରୁଣାର ଶକ୍ତି କେତେ। ଏହା ସବୁଠାରୁ ବଡ଼ ଶକ୍ତିକୁ ବି ନିୟନ୍ତ୍ରଣ କରିପାରେ। ତେବେ ଏଇ 4 ଜଣ ରାଜାଙ୍କ କାହାଣୀରୁ ଆମେ କ'ଣ ଶିଖିଲେ? ଆସନ୍ତୁ ଏସବୁକୁ ଯୋଡ଼ି ଏହାର ପ୍ରକୃତ ଅର୍ଥ ବୁଝିବା। ଏହାର ସବୁଠାରୁ ବଡ଼ ଶିକ୍ଷା ହେଉଛି, ଅସୁର କୌଣସି ପ୍ରଜାତି ନୁହେଁ, ଏହା ଏକ ମାନସିକ ଅବସ୍ଥା। ଯେତେବେଳେ ଆମ ଭିତରେ ରାଗ, ଈର୍ଷ୍ୟା, ଅହଙ୍କାର କିମ୍ବା ଭ୍ରମ ଆସେ, ସେତେବେଳେ ଆମେ ସେହି ଅସୁର ଅବସ୍ଥାକୁ ଚାଲିଯାଉ। କେହି ବି ଏହି ଅବସ୍ଥାକୁ ଯାଇପାରେ ଆଉ କେହି ବି ଏଥିର ବାହାରି ଆସିପାରେ। ଆପଣ ଦେଖନ୍ତୁ,
ଏଇ ଚାରି ରାଜା ଚାରୋଟି ଅଲଗା ଅଲଗା ମାନସିକ ସ୍ଥିତିକୁ ଦେଖାଉଛନ୍ତି। ବେପଚିତ୍ତି ହେଉଛନ୍ତି କ୍ରୋଧ ଆଉ ସଂଘର୍ଷର ପ୍ରତୀକ, ସମ୍ବର ହେଉଛନ୍ତି ଭ୍ରମ ବା ମାୟାର, ଆଉ ପ୍ରହ୍ଲାଦ ଦେଖାଉଛନ୍ତି ଯେ ସେହି ପରିସ୍ଥିତିରେ ରହିବି ଜ୍ଞାନୀ ହେବା ସମ୍ଭବ। ଆଉ ସବୁଠୁ ବଡ଼ କଥା, ସେମାନଙ୍କର ସ୍ୱର୍ଗରୁ ପତନର କାହାଣୀ ଏହା ହିଁ ପ୍ରମାଣ କରୁଛି ଯେ ଏହି ଅବସ୍ଥା ସବୁଦିନ ପାଇଁ ନୁହେଁ, ଏହା ବଦଳିପାରେ। ଶେଷରେ ଗୋଟେ ପ୍ରଶ୍ନ, ଅସୁରମାନଙ୍କୁ ସେମାନଙ୍କ ନିଶା ପାଇଁ ସ୍ୱର୍ଗରୁ ନିର୍ବାସିତ କରାଯାଇଥିଲା। ଟିକେ ଭାବିବା, ଆଜିକାଲିର ଦୁନିଆରେ ଆମର ନିଶା କ'ଣ? କ'ଣ ସେଇ ନିଶା ଯାହା ଆମକୁ ଆମ ନିଜ ଭିତରର ଶାନ୍ତି, ଆମ ନିଜ ସ୍ୱର୍ଗରୁ ଦୂରେଇ ନେଉଛି? ତାହା କ୍ଷମତାର ନିଶା ହୋଇପାରେ, ଅହଙ୍କାରର ନିଶା ହୋଇପାରେ, କିମ୍ବା ସୋସିଆଲ ମିଡିଆର ନିଶା। ଚିନ୍ତା କରିବାର କଥା ନୁହେଁ କି?